କେବେ ବି କରନ୍ତୁନି ଏପରି ଭୁଲ। ମହାଲକ୍ଷ୍ମୀ କରିବେ କୋପ। ଧାର୍ମିକ ଗ୍ରନ୍ଥଗୁଡ଼ିକରେ ମା ଲକ୍ଷ୍ମୀଙ୍କୁ ଧନ ମଧ୍ୟ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ। ଯେଉଁ ଘରେ ତାଙ୍କର ଆଦର୍ଶବାଦ ରହିଥାଏ ସେହି ଘରେ ଧନ ଏବଂ ସମୃଦ୍ଧି ରହିଥାଏ। କିନ୍ତୁ କେତେବେଳେ ଜାଣତରେ କିମ୍ବା ଅଜାଣତରେ ଆମେ ଏପରି ଭୁଲ କରିଥାଉ ଯାହା ଯୋଗୁଁ ମା ଲକ୍ଷ୍ମୀ କ୍ରୋଧ ହୋଇ ଘରୁ ଚାଲିଯାଆନ୍ତି। କୁହାଯାଏ ଦେବୀ ଲକ୍ଷ୍ମୀଙ୍କ ଆଦର୍ଶବାଦ କାହାକୁ ରାଜା କରିପାରେ ଏବଂ ଯଦି ସେ କ୍ରୋଧ କରନ୍ତି ତେବେ ତାଙ୍କୁ ଦରିଦ୍ର ମଧ୍ୟ କରିପାରେ। ତେଣୁ ପ୍ରତ୍ୟେକ ବ୍ୟକ୍ତି କଠୋର ପରିଶ୍ରମ କରିବା ଉଚିତ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଦର୍ଶବାଦ ପାଇବା ପାଇଁ ପୂଜା ମଧ୍ୟ କରିବା ଉଚିତ। ଯଦି ଆପଣଙ୍କ ଘରେ ମଧ୍ୟ ଆର୍ଥିକ ସଙ୍କଟ ଏବଂ ସମସ୍ୟା ଅଛି ତେବେ ଆପଣଙ୍କୁ ଏହି ଜିନିଷଗୁଡ଼ିକରେ ବିଶେଷ ଧ୍ୟାନ ଦେବା ଉଚିତ। ଜ୍ୟୋତିଷ ଏବଂ ବାସ୍ତୁ ବିଶେଷଜ୍ଞ ଏ ବିଷୟରେ କ'ଣ କୁହନ୍ତି? ରାତିସାରା ମଇଳା ପାତ୍ର ରଖନ୍ତୁ ନାହିଁ। ରାତିସାରା ମଇଳା ପାତ୍ର ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଏ ଏବଂ ଧନହାନି ହୁଏ। ତେଣୁ କେବଳ ରାତିରେ ବାସନକୁସନ ସଫା କରିବା ଅଭ୍ୟାସ କରନ୍ତୁ। ଘରର ସଫାସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ। ମା ଲକ୍ଷ୍ମୀ ସଫାସୁତୁରା ପସନ୍ଦ କରନ୍ତି। ଘରେ ଅଳିଆ ମଇଳା କିମ୍ବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ, ବିଶେଷ କରି ଉତ୍ତର ଦିଗରେ, କାରଣ ଏହି ଦିଗଟି ଧନର ଦେବତା କୁବେରଙ୍କ ସହ ଜଡ଼ିତ। ଏହି କଥାଗୁଡ଼ିକୁ ସର୍ବଦା ମନେ ରଖନ୍ତୁ। ଚୁଲି ସଫା ରଖନ୍ତୁ। ଚୁଲିରେ ଖାଲି କିମ୍ବା ମଇଳା ପାତ୍ର ରଖିବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ଦାରିଦ୍ର୍ୟ ଆଣିଥାଏ ଏବଂ ଆର୍ଥିକ ସଙ୍କଟକୁ ଆହୁରି ଘନୀଭୂତ କରିଥାଏ। ଏପରି ଘରେ ଟଙ୍କା କେବେ ରହେ ନାହିଁ। ସୂର୍ଯ୍ୟାସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ। ଏହା ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀ ଝାଡ଼ୁରେ ବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ କରିବା ଦ୍ୱାରା ଘରୁ ଆଦର୍ଶବାଦ ଚାଲିଯାଏ। ଏହାର ବିଶେଷ ଧ୍ୟାନ ରଖନ୍ତୁ ଏବଂ ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଭୁଇଁ ଝାଡ଼ୁ କରନ୍ତୁ ନାହିଁ। କେବଳ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ନାହିଁ। ଦେବୀ ଲକ୍ଷ୍ମୀଙ୍କ ପୂଜା ସହିତ ଭଗବାନ ବିଷ୍ଣୁଙ୍କ ମଧ୍ୟ ପୂଜା କରିବା ଉଚିତ। ସେମାନଙ୍କୁ ଲକ୍ଷ୍ମୀ ନାରାୟଣ କୁହାଯାଏ ଏବଂ ବିଷ୍ଣୁ ଜୀ ବିନା ଲକ୍ଷ୍ମୀ ତାଙ୍କ ଆଦର୍ଶବାଦ ମିଳିପାରିବ ନାହିଁ। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଉଚିତ ନୁହେଁ। ଏହି ସମୟକୁ ପୂଜା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ସମୟରେ ଶୋଇବା ଦ୍ୱାରା ଆଳସ୍ୟ ବୃଦ୍ଧି ପାଏ ଏବଂ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ଏପରି ଘରେ ଦେବୀ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। ମହିଳାମାନଙ୍କୁ ଅପମାନ କରନ୍ତୁ ନାହିଁ। ଘରର ମହିଳାମାନେ ଗୃହଲକ୍ଷ୍ମୀ ଅଟନ୍ତି। ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ସେଠାରେ ଧନ ମଧ୍ୟ ସମୃଦ୍ଧି ସ୍ଥାୟୀ ହୁଏ ନାହିଁ। ଧଳା ଜିନିଷ ଏବଂ ଝାଡ଼ୁ ଧାର ଦିଅନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ଚିନି ଏବଂ ଲୁଣ ଧାର ଦେଲେ ଆର୍ଥିକ କ୍ଷତି ହୁଏ। କେବେ ବି ଝାଡ଼ୁ ଧାର ଦିଅନ୍ତୁ ନାହିଁ କାରଣ ଏଥିରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ସକାଳ ଏବଂ ସନ୍ଧ୍ୟାରେ ଦୀପ ଜଳାନ୍ତୁ। ସକାଳ ଏବଂ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଦ୍ୱାରା ସକାରାତ୍ମକ ଶକ୍ତି ବଜାୟ ରହେ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତେଣୁ ସକାଳ ଏବଂ ସନ୍ଧ୍ୟାରେ ନିଶ୍ଚିତ ଭାବରେ ଦୀପ ଜାଳନ୍ତୁ। ଭୋଜନକୁ ଅସମ୍ପୂର୍ଣ୍ଣ ରଖନ୍ତୁ ନାହିଁ। ଭୋଜନକୁ ମଝିରେ ଛାଡ଼ି ଦେବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ଦାରିଦ୍ର୍ୟ ଆଣିଥାଏ। ଏହା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୁଏ। ଆପଣଙ୍କ ସ୍ତ୍ରୀଙ୍କୁ ଟଙ୍କା ଧାର ଦିଅନ୍ତୁ ନାହିଁ। ମହିଳାମାନେ ସଞ୍ଚିତ ଟଙ୍କା କାହାକୁ ଧାର ଦେବା ଦ୍ୱାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇପାରନ୍ତି। ଏହା କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ସମୃଦ୍ଧି ଆସିବ ନାହିଁ।